ମୋହନା ଥାନା ଶିକୁଳିପଦର ଟୁରିଆମ୍ବ ନାଳରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ। ଆଜି ସକାଳ 11 ଘଣ୍ଟା ସମୟରେ ମୋହନା ଥାନା ଅନ୍ତର୍ଗତ ଶିକୁଳିପଦର ଗ୍ରାମ ପଞ୍ଚାୟତ ମୁଡୁମୁଡିଆ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଆଜି ସକାଳ 8 ଘଣ୍ଟା ସମୟରେ ଗାଁର ସଂଯୁକ୍ତା ପାଇକ ନାମକ ଜଣେ ମହିଳା ଗାଁ ନିକଟରେ ଥିବା ଟୁରିଆମ୍ବ ନାଳକୁ ଗାଧୋଇବାକୁ ଯାଇଥିଲେ, ହେଲେ ସେ ଆଉ ଘରକୁ ଫେରି ନଥିଲେ। ଯାହାଫଳରେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଯୁକ୍ତାକୁ ପାଇନଥିଲେ। ଅନ୍ୟପଟେ ଯେଉଁ ନାଳକୁ ଗାଧୋଇବା ପାଇଁ ଯାଇଥିଲେ ସେହି ନାଳରେ ସଂଯୁକ୍ତା ବୁଡ଼ି ରହିଥିବା ଦେଖିଥିଲେ ଗାଁର ଶାନ୍ତିଲତା ନାମକ ଜଣେ ମହିଳା। ପରେ ଗାଁରେ ଖବର ଦେବା ପରେ ଗ୍ରାମବାସୀ ମୋହନା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ଯବାନମାନେ ପହଞ୍ଚି ସଂଯୁକ୍ତାକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ମୋହନା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ରହିଛି।